ନର୍ମଦା ନଦୀର ସବୁଠାରୁ ବଡ଼ ଜଳପ୍ରପାତ ହେଉଛି ଧୁଆଁଧାର ଜଳପ୍ରପାତ, ଯାହାକୁ ସ୍ମୋକ୍ କାସ୍କେଡ୍ ମଧ୍ୟ କୁହାଯାଏ। ଏହି ଜଳପ୍ରପାତଟି ମଧ୍ୟପ୍ରଦେଶର ବେଡ଼ାଘାଟରେ ଅବସ୍ଥିତ। ଏହି ଜଳପ୍ରପାତଟି ପାଖାପାଖି 30 ମିଟର ଉଚ୍ଚ। ଏତେ ଉଚ୍ଚତାରୁ ଜଳ ତଳକୁ ତଳ ପଡ଼ି ପ୍ରଚୁର ପରିମାଣରେ ଧୂଆଁ ସଦୃଶ କୁହୁଡ଼ି ସୃଷ୍ଟି କରେ, ଯେଉଁଥିପାଇଁ ଆର ନାଁ ହେଉଛି ଧୁଆଁଧାର ଜଳପ୍ରପାତ। ନର୍ମଦା ନଦୀ ଲକ୍ଷ ଲକ୍ଷ ବର୍ଷ ଧରି ମାର୍ବଲ ପଥରକୁ କାଟି କାଟି ଏହି ପ୍ରପାତଟି ସୃଷ୍ଟି କରିଛି। ଏହି ଜଳପ୍ରପାତକୁ ଉପରୁ ଦେଖିବା ପାଇଁ କେବୁଲ କାର୍ର ମଧ୍ୟ ବ୍ୟବସ୍ଥା ରହିଛି। ବେଳେବେଳେ ଏହି ପ୍ରପାତରୁ ପଡ଼ୁଥିବା ଜଳକଣାରେ ଇନ୍ଦ୍ରଧନୁ ମଧ୍ୟ ଦେଖିବା ସମ୍ଭବ ହୁଏ। ନର୍ମଦାର ସ୍ୱଚ୍ଛ ଜଳର ମହାସ୍ରୋତ ଏବଂ ଗାଲନ ଗାଲନ ଧଡ଼ି ପାଣିର ଗର୍ଜନ ଆପଣଙ୍କ ମନରେ ଏକା ସାଥିରେ ଭୟ ଏବଂ ଆନନ୍ଦ ସୃଷ୍ଟି କରାଇବ। ତେବେ ଭାରତର ସର୍ବୋଚ୍ଚ ଜଳପ୍ରପାତ ହେଉଛି 455 ମିଟର ଉଚ୍ଚତା ବିଶିଷ୍ଟ କୁଞ୍ଚିକାଲ ଜଳପ୍ରପାତ, ଯାହାକି କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ। ଏବଂ ଦ୍ୱିତୀୟ ସର୍ବୋଚ୍ଚ ଭାରତୀୟ ଜଳପ୍ରପାତ ହେଉଛି ଓଡ଼ିଶାର ବଢ଼େଇ ପାଣି ପ୍ରପାତ, ଯାହାର ଉଚ୍ଚତା 399 ମିଟର। ତେବେ ଏହି ନର୍ମଦା ନଦୀର ଧୁଆଁଧାର ଜଳପ୍ରପାତର ଉଚ୍ଚତା ହେଉଛି 30 ମିଟର। ଧନ୍ୟବାଦ।